କେମିତି ଅଛନ୍ତି ସାଙ୍ଗମାନେ? ଆପଣମାନେ ଭଲ ଅଛନ୍ତି? ମୁଁ ବି ସେମିତି ଭଲ ଅଛି। ଆଜି ବହୁତ ଦିନ ପରେ ବ୍ଲଗ୍ ପୁଣି ଆସୁଛି, କାହିଁକି ନା ଦେହ ଖରାପ ଅଛି ବହୁତ। ଦେଖିପାରୁଥିବେ ଏ ଜାଗାରେ ସବୁ କି ଅବସ୍ଥା ହେଇଛି, କଥା କହି ହଉନି ଠିକ୍ରେ, ତ ସେଥିପାଇଁ ବ୍ଲଗ୍ ବନେଇ ବି ଯାଉନି ବା କୌଣସି କାମ କରିବି ହଉନି, ଖାଇବା ବି ଠିକ୍ରେ ହେଇପାରୁନି। ତ ଏଇ ଜିନିଷଟା ମୁଁ ଆଗରୁ କହିପାରିଥାନ୍ତି, କିନ୍ତୁ ଯେହେତୁ ଏଗୁଡ଼ାକ ସବୁ ହେଇଛି ବୋଲି ପ୍ରୋବ୍ଲେମ୍, ତ ବ୍ଲଗ୍ ବନେଇ ପାରୁନି, ସେଥିପାଇଁ ସରି। ଆଉ ଟିମ୍ ପିଲା ବି ସବୁ ଜାଣିସାରିକି ଆସିଥିଲେ ସବୁ, କିନ୍ତୁ ଗୋଟେ ଜିନିଷ ହେଉଛି କ'ଣ, ପାଠ ବହୁତ ଘିଞ୍ଚା ହେଉଛି କଥା କହିଲା ବେଳକୁ, ମାନେ ବେଶୀ ତ ଜୋର କହି ହେଉନି, କିନ୍ତୁ ଯେତିକି ବି କହୁଛି ହାଲକା ଏଇଟା ଟାଣି ହେଉଛି ବହୁତ। ମାନେ ଏଇ 4-5 ଦିନ ହେଲା ଏତେ ପ୍ରୋବ୍ଲେମ୍ ବାହାରିଛି ମୋ ବଡ଼ି ଭିତରେ, ମୁଣ୍ଡ ଖରାପ ହେଇଯିବ। ଏଗାର ପାଟି ଘା ହେଇଛି, ମ୍ୟାଲେରିଆ ହେଇଛି, ତା ବାଦ 4% ବ୍ଲଡ଼ ଦେହରୁ କମିଯାଇଛି, ଆଉ ବିପି ବି ଲୋ ହୋଇଯାଇଛି। ବହୁତ ପ୍ରୋବ୍ଲେମ୍ ଫେସ୍ କରିଛି। ତ ସେଥିପାଇଁ ଗାଇଜ୍ ବ୍ଲଗ୍ ମୁଁ ବନେଇବାନି କି ଆପଣଙ୍କ ପାଇଁ ବ୍ଲଗ୍ ଛାଡ଼ିନି। ଆଜି ଯେହେତୁ ଟିକେ ମାନେ ଲାଗୁଛି କମ୍ଫର୍ଟେବୁଲ୍, ଟିକେ ଲାଗୁଛି ହାଲକା, ତ ସେଥିପାଇଁ ବ୍ଲଗ୍ଟା ବନାଉଛି। ସାର୍ଟ ଫାଟ ବି ପିନ୍ଧିନି। ଆଉ ଆମେ ଆଜି କେଉଁଠି ଅଛୁ ନା ବିଶ୍ୱ ହେରିକା ପଳେଇ ଆସିଥିଲୁ ଟିକେ ଏଇ କାର୍ଯ୍ୟକ୍ରମ କରିବା ପାଇଁ। ରାତି ହେଇଗଲାଣି 7:30 ପାଖାପାଖି। ଜହ୍ନ ଦେଖିପାରୁଥିବେ ଆକାଶରେ ପୁରା ମୁଣ୍ଡ ଉପରସ୍ତି, ଆଉ ହନୁମାନ ଆଇକି ରେଡ଼ି ହେଇ ଅଛି। ଏଇଟା ବି ଗାଇଛି ଗୋଟେ ମଶାଣିଟାଏ, କିନ୍ତୁ ଛାଡ଼, ଗୋଟେ ଆକ୍ଚୁଆଲି ଆମ ଘର ପାଖରେ ଗୋଟେ ଜିନିଷ ଅଛି, ଆମ ନିଜ ଘର ପାଖରେ ପୁରା 50-100 ମିଟର ଡିଷ୍ଟାନ୍ସ ଭିତରେ ଗୋଟେ ବନ୍ଧ ଅଛି। ଘର ମୋର ଯେଉଁ ବାଉଣ୍ଡ୍ରି ଲାଇନ୍ ଅଛି, ବାଉଣ୍ଡ୍ରି ଲାଇନ୍ର ପୁରା ପାଖରେ ଗୋଟେ ବନ୍ଧ ଅଛି। ସେଇ ବନ୍ଧ ଗୋଟେ ଏମିତି ଗୋଟେ ଜିନିଷ ଅଛି ଗାଇଛି, ସେଇଟା ମୋ ପୁଅ ଦେହକୁ ବି ଆଟାକ୍ କରିଛି। ଛୋଟ କୁନି ଛୁଆଟି, ତାକୁ ଆଟାକ୍ ହେଇଛି। ତାପରେ ଏଇ ଗଲା ରବିବାର ଶନିବାର 2 ଦିନ ଯାକ ମୁଁ ଯେହେତୁ ଲାଇନ୍ ପ୍ରୋବ୍ଲେମ୍ ଯୋଗୁଁ ବୋଲି ବାହାରେ ଶୋଇବାକୁ ପଡ଼ୁଛି, ବାହାରେ ଯେଉଁ ଶୋଇ ପଡ଼ୁଛି, ମୋତେ କ'ଣ ହେଇଛି ନା ପ୍ରୋବ୍ଲେମ୍, ମୋତେ କିଏ ଗୋଟେ ମୋ ନାଁ ନେଇକି ଡାକୁଛି ସାପାରାଟେ। ରାତି 1:30-2ଟା ବେଳକୁ ମୋ ନାଁ ନେଇକି ଗୋଟେ ଡାକୁଛି। ମୁଁ ପ୍ରାୟ 2 ଦିନ ଯାକ ସେ ଜାଗାକୁ ମଧ୍ୟ ଏକଲା ପଳେଇଛି, କିନ୍ତୁ ସାହସ ହେଇନି ବ୍ଲଗ୍ ବନେଇବା ପାଇଁ। କହିପାରୁନି କ'ଣ ବ୍ଲଗ୍ ବନେଇବି। ତ ସେ ଜିନିଷଟାକୁ ରେକର୍ଡ଼ କରିବା ପାଇଁ ଚେଷ୍ଟା ବି ଚାଲିଛି। ଆଜି ମଙ୍ଗଳବାର ଅଛି ଗାଈ, ଆଉ ଯଦି ସମ୍ଭବ ହବ ଆଜି ବିଶୁ ହଉ ବା କାଳିଆ ହଉ, ଯାହା କଲେ ଗୁଡ଼ାକୁ ଡାକିକି ଆଇ ସେଠି ଯେମିତି ଟିକେ ସୁଟ୍ କରିବା ପାଇଁ ଚେଷ୍ଟା କରିବି। କିଛି ନ କହିପାରିଲେ ବି ଯେତିକି ହେଲା ସେତିକି ଆବାଜ ଆସିବ, ମୋର ଭଏସ୍ ଦେବି, କିନ୍ତୁ ସୁଟ୍ ନିହାତି କରିବି, କାହିଁକିନା ସେ ରଖେଇ ବସେଇ ଦେଉନି। ମୁଁ 3-4ଟା ଗୁଣିଆ ପାଖକୁ ଯାଇ ସାରିଲିଣି। ସେ କହୁଛି ତାଙ୍କୁ ସେଠି ଯେଉଁ କହନ୍ତିନି କିଡ଼ା ହୁଅନ୍ତି, କ'ଣ ହୁଅନ୍ତି ସବୁ ଗଛ ପାଖରେ, ସେଇଟା ଗୋଟେ ଅସନା ଗଛ ପାଖରେ ତାକୁ ସେ ସେଇଠୁ ହଁ 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 ତ ସେଇ ଗଛ ମୂଳେ ତାକୁ କିଣିବା ପାଇଁ ଚେଷ୍ଟା କରିବୁ। ଆମେ ତ କରିପାରିବୁନି, ସେ ଗୁଣିଆକୁ କୁହାହେଇଛି। ଯଦି ଆସିଲା ଭଲ କଥା, ନ ଆସିଲେ ଆମେ ଏଇଟାକୁ ଦେଖିବାକୁ ଚେଷ୍ଟା କରିବୁ। ସେଠି ଆକ୍ଚୁଆଲି ସେ କାହିଁକି ରହୁଛି, କ'ଣ ତା'ର ପ୍ରୋବ୍ଲେମ୍ କ'ଣ, ଏତେ ବର୍ଷ ହେଲାଣି ସେ ଜାଗାରେ। ଆକ୍ଚୁଆଲି ସେ ଜାଗାଟା ହେଉଛି ଦେବାଳିଆ ଜାଗାଟା, ଯେହେତୁ ଆଗକାଳ ଲୋକ କହନ୍ତି ଆମର ଯେଉଁ ଝିଣ୍ଟିପାଳ ଅଷ୍ଟଶମ୍ଭୁ ବା ଆମ ଶିବ ମନ୍ଦିର ପାଖକୁ, ପଶ୍ଚିମେଶ୍ୱର ପାଖକୁ, ସେଇ ବନ୍ଧରୁ ହିଁ ଠାକୁର ଆବିର୍ଭୂତ ହେଇଥିଲେ। ସେଇଠୁ ହିଁ ସବୁ ଯାଇଛନ୍ତି।
ତ ଯେହେତୁ ଦେବାଳିଆ ଜାଗା ଅଛି କିଛି ବି ହେଇଥାଇପାରେ, ତ ସେ ଜିନିଷଟା ମୁଁ ବି ଜାଣିନି। ଆଉ ଦେଖାଯାଉ, ଯଦି ଆଜି ସମ୍ଭବ ହେଉଛି ଆଜି ଏଡ଼େ ସୁଟ୍ କରିବା ପାଇଁ କରିବି ବୋଧେ କରିହେବ, ନହେଲେ ତ ନାହିଁ ଗାଇଜ୍। ଦେହ ଭଲ ହେଲା ପରେ ଯାଇକି ସୁଟ୍ କରିବି। ତ ଏଇ ବ୍ଲଗ୍ଟା ମୁଁ ବର୍ତ୍ତମାନ ପକାଇଦେବି, କାହିଁକି ଆପଣମାନେ ଦେଖିବେ ମୋର ପ୍ରୋବ୍ଲେମ୍ ଯାହା କିଛି ହେଇଛି। ଏମିତି ମୋର ପ୍ରାୟତଃ 20 ବର୍ଷ ପରେ ହେଇଛି। ଏମିତି ଜ୍ୱର ଫର ମଝିରେ କେବେ ହେଇନି ମଧ୍ୟ। କିନ୍ତୁ ଯେଉଁ ଆମେ ଖରାରେ ଟିକେ ହେଭି ହାର୍ଡ଼ ପରିଶ୍ରମ କଲୁ, ତା କାରଣ ଯୋଗୁଁ ବୋଲିକି ଏଇ ପ୍ରୋବ୍ଲେମ୍ଟା ଆଜି ଫେସ୍ କରୁଛି। ଯେ ଅତ୍ୟଧିକ ଘିଞ୍ଚି ହେବାଟା ଦେହ ପାଇଁ ବହୁତ କ୍ଷତିକାରକ ହେଇଛି। ଖରାକୁ ଆପଣମାନେ ନିହାତି ଦରକାର ନଥିଲେ ଜମା ବି ବାହାରନ୍ତୁ ନାହିଁ। ସନଷ୍ଟ୍ରୋକ୍ ବା ଅଂଶୁଘାତର ବହୁତ ସମ୍ଭାବନା ଅଛି। କାହିଁକିନା ମୁଁ ସେଦିନ ଖାଇକି ଭାତ ଖାଇକି ସାଙ୍ଗେ ସାଙ୍ଗେ ଘରକୁ ଦିନ 12ଟା ବେଳକୁ ପହଞ୍ଚିଲି। 12ଟାରୁ ମୋର ଷ୍ଟାର୍ଟ ଏମିତି ହେଲା ମୋ ସାଙ୍ଗରେ, ମୁଁ ବି ଜାଣିନଥିଲି ଏମିତି ହେବ ବୋଲି। ତ ଏଇଟା ଆପଣଙ୍କ ସାଙ୍ଗରେ ବି ହେଇଯାଇପାରେ। ଯୁଆଡ଼େ ଯାଆନ୍ତୁ ପାଣି ବୋତଲ ଛତା ଫତା ସବୁ ଧରିକି ଯାଆନ୍ତୁ, ମୁଣ୍ଡରେ ଓଦା ଗାମୁଛା ଦେଇକି ଯାଆନ୍ତୁ ଅତି ଏମର୍ଜେନ୍ସି ଥିଲେ। ନହେଲେ ତ ନା 11ଟା ବାଜିଲା ନା ଘରୁ ବାହାରିବା ପାଇଁ ଚେଷ୍ଟା କରନ୍ତୁ। ଯାହା କାମ ଅଛି ସକାଳୁ ରାତି 4ରୁ ଉଠିକି ସାରିଦିଅ ବରଂ, ରାତି ପାଇବା ଯାଏ କିଛି କାମ ରଖନି ଭାଇ। ଦେହ ଆଜିକା ଡେଟ୍ରେ ଖରା ଏତେ ମାତ୍ରାରେ ପଡ଼ୁଛି କି ସୁପର ଏଲିନୋ ନା ଫେଲିନୋ ଆସୁଛି, କ'ଣ ସେଇଟା ଆସୁଛି, ପ୍ରାକୃତିକ ବିପର୍ଯ୍ୟୟ ହେଇଥାଇପାରେ। ତ ସମ୍ଭାଳିକିନା, ନହେଲେ ମୋ ଭଳିଆ ପରିସ୍ଥିତି ବି ଭୋଗ କରିବେ। ଆଉ ରହୁଛି ଗାଇଜି, ଯଦି ହେବ ସୁଟ୍ କରିବି, ଆପଣଙ୍କୁ ଦେଖେଇବି କାଲିକି। ଯଦି ଆଜି ତ ସୁଟ୍ ହେବ, କାଲିକି ଆପଣମାନେ ଦେଖିବେ ନିହାତି। ତ ଏ ଭିଡ଼ିଓଟି ମୁଁ ଏଇଠି ରଖୁଛି। ଦେଖା ହେବା ଆଉ ଗୋଟେ ଭଲ ବ୍ଲଗ୍ରେ, ବିୟୁଟିଫୁଲ୍ ବ୍ଲଗ୍ରେ। ଏଇ ବ୍ଲଗ୍ଟା ତ ଦୁଃଖରେ ଚାଲିଗଲା।